ନଈକୂଳରେ ଥିଲା ଜମିଦାରଙ୍କର ଉଦ୍ୟାନଟିଏ। ଆଉ ଉଦ୍ୟାନ ଭିତରେ ଥିଲା କୁଟୀର। ସେଠି କେଇଦିନ ପାଇଁ ଆଶ୍ରୟ ନେଇଥାନ୍ତି ଜଣେ ତପସ୍ୱୀ। ସେଦିନ 3 ଜଣ ଜିଜ୍ଞାସୁ ଯୁବକଙ୍କୁ ତପସ୍ୱୀ ବୁଝାଉଥାନ୍ତି, ତମେ ତମର ନିଜର ପରିଚୟକୁ ଆଜନ୍ମ ବିନା ପ୍ରଶ୍ନ ବିନା ସନ୍ଦେହରେ ତମ ନିଜ ସତ୍ତାର ଅସଲ ପରିଚୟ ରୂପେ ଗ୍ରହଣ କରିନେଇଛ। ତାକୁ ଥରେ ପରୀକ୍ଷା କରି ଦେଖିଲେ ବୁଝିବ ସେ ପରିଚୟ ତୁମ ଉପରେ ଲଦି ଦିଆଯାଇଛି। ତମ ପ୍ରଥମ ପରିଚୟ ତମ ନାଁ। ତମ ନାଁଟି ତମେ କ'ଣ ଦେଇଛ? ତମର ବାପା ମା ଦେଇଛନ୍ତି। ଦ୍ୱିତୀୟ ପରିଚୟ ହେଉଛି ତମର ପିତାମାତା। ସେମାନଙ୍କୁ ତମେ କ'ଣ ନିଜେ ବାଛିଛ? ପରବର୍ତ୍ତୀ ପରିଚୟ ତମର ଭାଷା, ତମର ଜାତୀୟତା, ତମର ଧର୍ମ। ଏସବୁରୁ ଗୋଟିଏ ବି ତମେ ନିଜ ଇଚ୍ଛା ଅନୁସାରେ ପାଇନାହଁ। ଏ ବିଷୟରେ ସଚେତନ ହେବା ପରେ ଶାନ୍ତ ଭାବରେ ନିଜକୁ ପ୍ରଶ୍ନ କର, ବାସ୍ତବରେ ତମେ କିଏ? ଯେଉଁ ଉତ୍ତରଟି ପାଇବ ତାକୁ ଅତିକ୍ରମ କରି ପୁନର୍ବାର ସେହି ପ୍ରଶ୍ନ ପଚାର। ଏମିତି ପଚାରି ଚାଲ। ସମ୍ଭବତଃ ଅବଶେଷରେ ନିଜର ସଚ୍ଚା ପରିଚୟ ତମେ ପାଇବ କିମ୍ବା ସେ ଦିଗରେ କିଛି ଧାରଣା କରିପାରିବ। 3 ଜଣ ଯାକ ଯୁବକ ମନ ଦେଇ ଶୁଣୁଥାନ୍ତି। ତପସ୍ୱୀଙ୍କୁ ପ୍ରାସଙ୍ଗିକ ପ୍ରଶ୍ନ ବି ପଚାରୁଥାନ୍ତି। ତପସ୍ୱୀ ଧୈର୍ଯ୍ୟର ସହ ସେମାନଙ୍କୁ ସନ୍ତୁଷ୍ଟ ଉତ୍ତର ଦେଉଥାନ୍ତି। ଅଦୂରରେ ଠିଆ ହୋଇଥିଲେ ଜମିଦାରଙ୍କ ପତ୍ନୀ। ଯୁବକମାନେ ବିଦାୟ ନେବା ପରେ ସେ ଆସି ତପସ୍ୱୀଙ୍କୁ ପ୍ରଣାମ କରି କହିଲେ, ମହାଭାଗ, ବଡ଼ ଚମତ୍କାର ଆପଣଙ୍କର ବ୍ୟାଖ୍ୟା। ଆଗାମୀକାଲି ମୋର 4 ଜଣ ବାନ୍ଧବୀ ସହରରୁ ଆସୁଛନ୍ତି। ମୋର ଅନୁରୋଧ, ଆପଣ ସେମାନଙ୍କୁ ବି ଏମିତି ଟିକେ ତତ୍ତ୍ୱ କଥା ଶୁଣାନ୍ତେନି। ସେମାନେ କାହିଁକି ଆସୁଛନ୍ତି ପଚାରିଲେ ତପସ୍ୱୀ। ଏମିତି ବୁଲି ଆସୁଛନ୍ତି। ସହରର କୋଳାହଳ ଭିତରୁ ବାହାରି ଆସି ଏଠିକାର ପାହାଡ଼ ପର୍ବତ ନଈ ବଣ ଭିତରେ 2 ଦିନ ଖଣ୍ଡେ ସମୟ କଟାଇବା ସେମାନଙ୍କର ଉଦ୍ଦେଶ୍ୟ। ଜଣେ ହେଉଛନ୍ତି ବିଚାରକଙ୍କ ପତ୍ନୀ, ଆଉ ଜଣେ ରାଜସ୍ୱ ହାକିମଙ୍କର ପତ୍ନୀ, ଆଉ 2 ଜଣ ବଡ଼ ବ୍ୟବସାୟୀଙ୍କର ପତ୍ନୀ। ଭାରି ବ୍ୟସ୍ତ ରହନ୍ତି ସେମାନେ। ଜ୍ଞାନ କଥା ଶୁଣିବାର ସୁଯୋଗ ସେମାନଙ୍କ ଭାଗ୍ୟରେ ମିଳେ ନାହିଁ। ବଡ଼ ସରଳ ଭାବରେ ଉତ୍ତର ଦେଲେ ଜମିଦାରଙ୍କ ପତ୍ନୀ। ତପସ୍ୱୀ କିଛି କହିଲେ ନାହିଁ। ପରଦିନ ଯଥା ସମୟରେ ଜମିଦାରଙ୍କର ପତ୍ନୀ ତାଙ୍କର 4 ଜଣ ବାନ୍ଧବୀଙ୍କୁ ଆଣି ତପସ୍ୱୀଙ୍କ ଆଗରେ ଉପସ୍ଥାପନ କଲେ। ସେମାନେ ତାଙ୍କୁ ପ୍ରଣାମ କରି ବସି ରହିଲେ। ମହାଭାଗ, ଭଗବାନ ଏ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି କରିବାର ଆବଶ୍ୟକତା କ'ଣ ଥିଲା? ପ୍ରଶ୍ନ କଲେ ବିଚାରକଙ୍କର ପତ୍ନୀ। ମୃତ୍ୟୁ ପରେ ଆତ୍ମା କୁଆଡ଼େ ଯାଏ ଆଜ୍ଞା? ପ୍ରଶ୍ନ କଲେ ହାକିମଙ୍କର ସ୍ତ୍ରୀ। ବାଃ, ଖୁବ୍ ଜ୍ଞାନପୂର୍ଣ୍ଣ ପ୍ରଶ୍ନ, ମନ୍ତବ୍ୟ ଦେଲେ ତପସ୍ୱୀ। ପ୍ରଶ୍ନକର୍ତ୍ତୀମାନେ ତୃପ୍ତ ଦେଖାଦେଲେ। ଆଚ୍ଛା, ସହରର ଜଳବାୟୁ ବର୍ତ୍ତମାନ କେମିତିକା? ତପସ୍ୱୀ ପଚାରିଲେ। ମହିଳାମାନେ ଉତ୍ସାହରେ ତପସ୍ୱୀଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେଲେ। ଜଳବାୟୁରୁ ଜଳ, ଜଳରୁ ବର୍ଷା, ବର୍ଷାରୁ ମଶା ଉପଦ୍ରବ, ଏମିତି ବହୁ ବିଷୟରେ ବହୁ ଜ୍ଞାନ ସେମାନେ ତପସ୍ୱୀଙ୍କୁ ଦେଇଦେଲେ। ବିବାହର ସମୟ ହେଲା, କିନ୍ତୁ ସେଥିସକାଶେ ଉଠିଯିବା ପୂର୍ବରୁ ବିଚାରକଙ୍କର ପତ୍ନୀ ମନେ ପକାଇଦେଲେ, ଆରେ ଆମେ ଯେଉଁ ପ୍ରଶ୍ନ ପଚାରିଥିଲୁ ସେ କଥା ତ ଆପଣ କହିଲେ ନାହିଁ। ଠିକ୍ ଅଛି, ପ୍ରଶ୍ନ ନିଜ ନିଜ ମନରେ ତମେମାନେ ରଖିଥାଅ, ଦିନେ ନା ଦିନେ ଉତ୍ତର ମିଳିବ। ତପସ୍ୱୀ ଏହା କହି ସ୍ନାନ ପାଇଁ ଉଠିଗଲେ। ପରଦିନ ସେମାନେ ବିଦାୟ ନେବା ଉତ୍ତାରୁ ଜମିଦାରଙ୍କର ପତ୍ନୀ ଆସି ତପସ୍ୱୀଙ୍କୁ କହିଲେ, ବାବା, ମୋର ମନେ ହେଲା ଆପଣ ଇଚ୍ଛା କରି ସେମାନଙ୍କର ପ୍ରଶ୍ନକୁ ଏଡ଼ାଇ ଗଲେ। ଠିକ୍ କହିଛ ମା, ତମେ ବୁଦ୍ଧିମତୀ। ତପସ୍ୱୀ କହିଲେ, କିନ୍ତୁ କାହିଁକି? ମହିଳା ଅଳି କରିବା ଢଙ୍ଗରେ ପଚାରିଲେ। ତପସ୍ୱୀ କିଛି କହିଲେ ନାହିଁ। କିଛି ସମୟ ଅପେକ୍ଷା କରି ଜମିଦାରଙ୍କର ପତ୍ନୀ ଚାଲିଗଲେ। ସେଦିନ ଉପରଓଳି ଗାଁରେ ଭାଣ୍ଡ ଓ ଠକ ଭାବରେ କୁଖ୍ୟାତ ଲୋକଟିଏ ଯାଇ ଜମିଦାରଙ୍କର ପତ୍ନୀକୁ କହିଲା, ମା, ତମର ସୁନାହାରଟି ମୋତେ ରାତିକ ପାଇଁ ଦିଅନ୍ତ ନାହିଁ, ମୁଁ ସକାଳେ ଫେରେଇ ଦେବି। ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ବିରକ୍ତ ହୋଇ ମହିଳା କହିଲେ, ତୋର ତ କମ୍ ବହପ ନୁହେଁ, ପଳା ଏଠୁ। ଲୋକଟି ଚାଲିଗଲା। ସନ୍ଧ୍ୟାବେଳେ ମହିଳା ତପସ୍ୱୀଙ୍କୁ ଭେଟିବାକୁ ଯାଆନ୍ତି। ତପସ୍ୱୀ କହିଲେ, ମା, ଆଜି ରାତିକ ପାଇଁ ତମ ସୁନାହାରଟି ମୋତେ ଦିଅନ୍ତ ନାହିଁ? ତତ୍କ୍ଷଣାତ୍ ହାରଟି ବାହାର କରିବାକୁ ଉଦ୍ୟତ ହେଉ ହେଉ ମହିଳା କହିଲେ, ବାବା, ଆଉ କିଛି ଅଳଙ୍କାର ଦରକାର? ଖାଲି ରାତିକ ପାଇଁ କାହିଁକି? ଆପଣ ନେଇଯାଆନ୍ତୁ ସବୁଦିନ ପାଇଁ। ତପସ୍ୱୀ ହସି ହସି ତାଙ୍କୁ ହାର ବାହାର କରିବାକୁ ବାରଣ କରି କହିଲେ, ଆଜି ଖରାବେଳେ ଜଣେ ଲୋକଟି ତମକୁ ହାର ମାଗନ୍ତେ, ଦେଲ ନାହିଁ କାହିଁକି? ଆଜ୍ଞା, ସେ ଲୋକଟିକୁ ମୁଁ କିପରି ବିଶ୍ୱାସ କରନ୍ତି? ତପସ୍ୱୀ ଗମ୍ଭୀର ଭାବରେ ପଚାରିଲେ। ବର୍ତ୍ତମାନ ସକାଳେ ମୋତେ ତମେ ଯେଉଁ ପ୍ରଶ୍ନ କରିଥିଲ ତାର ଉତ୍ତର ପାଇଲ? ସେ ଲୋକଟିକୁ ତୁମ ପାଖକୁ ମୁଁ ହିଁ ପଠାଇଥିଲି। ପ୍ରଥମେ ମହିଳା କିଛି ବୁଝିପାରିଲେ ନାହିଁ। କ୍ରମେ କିନ୍ତୁ ତାଙ୍କର ମୁହଁ ଉଜ୍ଜ୍ୱଳ ଦେଖାଦେଲା, ଅର୍ଥାତ୍ ସେ ବୁଝିଗଲେ। ହସି ହସି କହିଲେ ତପସ୍ୱୀ, ସାମାନ୍ୟ ସ୍ଥୂଳ ସମ୍ପଦଟିଏ ତମର ଅଳଙ୍କାର, ତମେ ଅଯୋଗ୍ୟ ଲୋକକୁ ଦେବାକୁ ପ୍ରସ୍ତୁତ ନୁହଁ। ସୂକ୍ଷ୍ମ ଜ୍ଞାନ, ଯେଉଁଟାକି ଆତ୍ମଜ୍ଞାନ, ମୁଁ ତାକୁ
ଖାସ୍ କେତେଜଣ ବୁଲି ଆସିଥିବା ସ୍ତ୍ରୀ ଲୋକମାନଙ୍କୁ କେମିତି ଦିଅନ୍ତି? ତମର ବାନ୍ଧବୀମାନେ ଭଲ ମଣିଷ, ବିବେକୀ, କିନ୍ତୁ ଜ୍ଞାନ ପାଇଁ ଲୋଡ଼ା ଭିନ୍ନ ଗୁଣ। ସେ ଗୁଣ ସେମାନଙ୍କ ପାଖରେ ନଥିଲା। ଅଯଥା କୌତୂହଳ କୌଣସି ଗୁରୁତର ଜ୍ଞାନ ପାଇଁ ଯଥେଷ୍ଟ ନୁହେଁ। ହଁ ବାବା, ସଜଳ ଚକ୍ଷୁ ଅବନତ କରି ଉତ୍ତର ଦେଲେ ଜମିଦାରଙ୍କର ପତ୍ନୀ। ଶ୍ରୋତା ବନ୍ଧୁ, ଗପଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆପଣମାନେ ଯଦି ଚ୍ୟାନେଲରେ ନୂଆ, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।